ଜୟ ଜଗନ୍ନାଥ ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ତୁମମାନଙ୍କର ସାହିତ୍ୟ ବହିର ପାଠ 7 ଆମ ସୂର୍ଯ୍ୟଯାନ ଚାପ୍ଟରଟିର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିନେବା। ଆସ କଥା ହେବା। 1 ନମ୍ବର, ତୁମେ ଆକାଶରେ ଅନେକ ନକ୍ଷତ୍ର ଦେଖିଥିବ, କିନ୍ତୁ ଯେଉଁ ନକ୍ଷତ୍ର ଆମକୁ ସକାଳେ ଆଲୋକ ପ୍ରଦାନ କରେ ତାହାକୁ ଆମେ କ'ଣ କହୁ? ଉତ୍ତର, ଯେଉଁ ନକ୍ଷତ୍ର ଆମକୁ ସକାଳେ ଆଲୋକ ପ୍ରଦାନ କରେ ତାହାକୁ ଆମେ ସୂର୍ଯ୍ୟ କହୁ। 2 ନମ୍ବର, ରାତିରେ ଆକାଶରେ କ'ଣ ସବୁ ଦେଖାଯାଆନ୍ତି? ଉତ୍ତର, ରାତିରେ ଆକାଶରେ ମୁଖ୍ୟତଃ ଚନ୍ଦ୍ର ଓ ଅନେକ ନକ୍ଷତ୍ର ଦେଖାଯାଆନ୍ତି। ପ୍ରଶ୍ନ ନମ୍ବର 3, ରାତିରେ ଆମକୁ କିଏ ଶୀତଳ ଆଲୋକ ଦିଅନ୍ତି? ଉତ୍ତର, ରାତିରେ ଆମକୁ ଚନ୍ଦ୍ର ଶୀତଳ ଆଲୋକ ଦିଅନ୍ତି। ପ୍ରଶ୍ନ ନମ୍ବର 4, କେବେ ଆଦିତ୍ୟ L1 ଉତ୍କ୍ଷେପଣ କରାଯାଇଥିଲା? ଉତ୍ତର, ଆଦିତ୍ୟ L1 ମହାକାଶଯାନ 2023 ମସିହା ସେପ୍ଟେମ୍ବର ମାସ 2 ତାରିଖ ଦିନ ଉତ୍କ୍ଷେପଣ କରାଯାଇଥିଲା। ପ୍ରଶ୍ନ ନମ୍ବର 5, ତୁମେମାନେ ଚନ୍ଦ୍ରଯାନ ବିଷୟରେ ଯାହା ଜାଣିଛ କୁହ। ଉତ୍ତର, ଆଦିତ୍ୟ ଚନ୍ଦ୍ରଯାନ ହେଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଦ୍ୱାରା ବା ଇସ୍ରୋ ଯାହାକୁ କୁହାଯାଏ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ଦ୍ୱାରା ପଠାଯାଇଥିବା ଏକ ଅଭିଯାନ। ଏହା 23 ଅଗଷ୍ଟ 2023ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାପୂର୍ବକ ଅବତରଣ କରିଥିଲା। ଏହି ଅଭିଯାନ ମାଧ୍ୟମରେ ଭାରତ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବାରେ ବିଶ୍ୱର ଚତୁର୍ଥ ଦେଶ ଏବଂ ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଦେଶ ହୋଇପାରିଛି। ଆସ ଉତ୍ତର ଲେଖିବା। 1 ନମ୍ବର, କ ବୈଜ୍ଞାନିକମାନେ ଆଦିତ୍ୟ L1 କାହିଁକି ନିର୍ମାଣ କଲେ? ଉତ୍ତର, ବୈଜ୍ଞାନିକମାନେ ସୂର୍ଯ୍ୟଙ୍କ ବାୟୁମଣ୍ଡଳ ଏବଂ ସୌରପବନ ବିଷୟରେ ଅଧ୍ୟୟନ କରିବା ପାଇଁ ଆଦିତ୍ୟ L1 ନିର୍ମାଣ କଲେ। ଏହାର ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟଙ୍କ ଗତିବିଧିକୁ ଅନୁଧ୍ୟାନ କରିବା ଏବଂ ପୃଥିବୀ ଉପରେ ଏହାର ପ୍ରଭାବକୁ ବୁଝିବା। ଖ ଆଦିତ୍ୟ L1 ର କାର୍ଯ୍ୟ କ'ଣ? ଉତ୍ତର, ଆଦିତ୍ୟ L1 କାର୍ଯ୍ୟ ହେଉଛି ସୂର୍ଯ୍ୟ ବିଷୟରେ ତଥ୍ୟ ସଂଗ୍ରହ କରିବା, ଯେମିତି ସେ କେଉଁ ସମୟରେ କିପରି ହୋଇଥାଏ, ଏହା ଭିତରେ ଜଳୁଥିବା ନିଆଁର ଉତ୍ତାପ କେତେ, ତାହାର ପ୍ରଭାବ କେମିତି ଆମ ପୃଥିବୀକୁ ଏହା କେତେ ପ୍ରଭାବିତ କରିଥାଏ। ଏହା ସୂର୍ଯ୍ୟଠାରୁ ଦୂରରେ ରହି ଆଶ୍ଚର୍ଯ୍ୟଜନକ ଫଟୋ ଉଠାଇବା ବା ଉଠେଇକି ପଠାଇଥାଏ। ବୁଝିହେଲା? ନେକ୍ସଟ କ୍ୱେଶ୍ଚିନ୍, ଗ ଆମ ଦେଶରେ ଥିବା ମହାକାଶ ଗବେଷଣା ସଂଗଠନର ନାମ କ'ଣ? ଉତ୍ତର, ଆମ ଦେଶରେ ଥିବା ମହାକାଶ ଗବେଷଣା ସଂଗଠନର ନାମ ହେଉଛି ଇସ୍ରୋ, ଯାହାର ଫୁଲ୍ ଫର୍ମ ହେଉଛି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ। ଏହା ଭାରତୀୟ ପ୍ରମୁଖ ଜାତୀୟ ମହାକାଶ ଏଜେନ୍ସି ଅଟେ। ଘ ସୌର ଝଡ଼ କିପରି ସୃଷ୍ଟି ହୁଏ? ଉତ୍ତର, ସୌର ଝଡ଼ ସୂର୍ଯ୍ୟଙ୍କ ପୃଷ୍ଠରେ ହେଉଥିବା ବିସ୍ଫୋରଣ ଯଥା ସୌର ଜ୍ୱାଳା ଏବଂ କରୋନାଲ ମାସ୍ ଇଜେକ୍ସନ ଯୋଗୁଁ ସୃଷ୍ଟି ହୁଏ। ଏହି ବିସ୍ଫୋରଣରୁ ବାହାରୁଥିବା ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ଏବଂ ପ୍ଲାଜମା କଣିକା ମହାକାଶକୁ ବ୍ୟାପିଥାଏ। ମତ୍ସ୍ୟ 6000 କ'ଣ? ଉତ୍ତର, ଆମ ଦେଶର ବୈଜ୍ଞାନିକମାନେ ଚନ୍ଦ୍ରଯାନ, ସୂର୍ଯ୍ୟଯାନ ନିର୍ମାଣ ପରେ ଏବେ ଗଭୀର ସମୁଦ୍ରର ରହସ୍ୟ ଜାଣିବା ପାଇଁ ସମୁଦ୍ରଯାନ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି, ଯାହାର ନାମ ରହିଛି ମତ୍ସ୍ୟ 6000। ଏହି ଯାନ ମାଧ୍ୟମରେ 2026 ମସିହାରେ ବଙ୍ଗୋପସାଗରର 6000 ମିଟର ଗଭୀରକୁ ଯାଇ ବିଭିନ୍ନ ତଥ୍ୟ ଅନୁସନ୍ଧାନ କରିପାରିବା। ଆଗକୁ ଯିବା। 2 ନମ୍ବର, ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର କାହିଁକି କୁହାଯାଏ? ଲେଖ। ଉତ୍ତର, ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର କୁହାଯାଏ କାରଣ
ପୃଥିବୀରେ ବ୍ୟବହୃତ ହେଉଥିବା ପ୍ରାୟ ସମସ୍ତ ଶକ୍ତି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସୂର୍ଯ୍ୟଙ୍କ ଠାରୁ ହିଁ ମିଳିଥାଏ। ଯେପରି ସବୁଜ ଉଦ୍ଭିଦମାନେ ସୂର୍ଯ୍ୟାଲୋକ ବ୍ୟବହାର କରି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରନ୍ତି। ଏହି ଖାଦ୍ୟ ଉପରେ ସମସ୍ତ ପ୍ରାଣୀ ଜଗତ ନିର୍ଭର କରନ୍ତି। ସୂର୍ଯ୍ୟଙ୍କ ତାପ ଯୋଗୁଁ ସମୁଦ୍ର ଓ ନଦୀର ଜଳ ବାଷ୍ପୀଭୂତ ହୋଇ ବାଦଲ ସୃଷ୍ଟି କରେ ଓ ବର୍ଷା ହୁଏ। ଏହା ଜଳଶକ୍ତିର ଉତ୍ସ ଭାବେ କାର୍ଯ୍ୟ କରେ। ସୂର୍ଯ୍ୟଙ୍କ ଉତ୍ତାପ ଯୋଗୁଁ ବାୟୁମଣ୍ଡଳର ବିଭିନ୍ନ ସ୍ଥାନରେ ଚାପର ପରିବର୍ତ୍ତନ ଘଟି ପବନ ପ୍ରବାହିତ ହୁଏ, ଯାହାକୁ ଆମେ ଶକ୍ତି ଭାବେ ବ୍ୟବହାର କରିପାରୁ। କୋଇଲା, ପେଟ୍ରୋଲିୟମ ଭଳି ଜୀବାଶ୍ମ ଜାଳେଣୀ ମଧ୍ୟ କୋଟି କୋଟି ବର୍ଷ ତଳର ସଞ୍ଚିତ ସୌର ଶକ୍ତିର ରୂପାନ୍ତର ମାତ୍ର। ସୌର ପ୍ୟାନେଲ ସାହାଯ୍ୟରେ ଆମେ ସୂର୍ଯ୍ୟଙ୍କ ଆଲୋକରୁ ସିଧାସଳଖ ବିଦ୍ୟୁତ୍ ଶକ୍ତି ପାଇପାରୁଛୁ। 3 ନମ୍ବର, ସକାଳର ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆମେ ଆସିବା ଦ୍ୱାରା ଆମ ଶରୀରର ଲାଭ କ'ଣ ହୁଏ? ଉତ୍ତର ଲେଖିବା। ଉତ୍ତର, ସକାଳର ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ଆମ ଶରୀରକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ, ଯଥା ସୂର୍ଯ୍ୟ କିରଣରେ ଥିବା ଅତି ବାଇଗଣୀ ରଶ୍ମି ଚର୍ମରେ ଭିଟାମିନ୍ ଡି ତିଆରି କରିବାରେ ସାହାଯ୍ୟ କରେ। ଏହି ଭିଟାମିନ୍ ହାଡ଼କୁ ମଜବୁତ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ସକାଳ ଆଲୋକ ରାତିରେ ଭଲ ନିଦ କରାଏ। ଭାଷାର କଥା ପଢ଼, ବୁଝ ଓ ଲେଖ। 1 ନମ୍ବର, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ପାଖରେ ସୂର୍ଯ୍ୟଙ୍କ ଚିତ୍ର କର। ତାହେଲେ କ, ସୂର୍ଯ୍ୟ ମୁଖ୍ୟତଃ କେଉଁ ଗ୍ୟାସର ଏକ ବିଶାଳ ଅଗ୍ନିପିଣ୍ଡ? ଅକ୍ସିଜେନ୍, ହିଲିୟମ୍, ନାଇଟ୍ରୋଜେନ୍, ଲିଥିୟମ୍। ତାହେଲେ ସଠିକ୍ ଉତ୍ତର ପିଲାମାନେ ହିଲିୟମ୍। ତାହେଲେ ତୁମେମାନେ ଏଇଠି ସୂର୍ଯ୍ୟଙ୍କ ଚିତ୍ର କରିବ ହେଲା। ତ ତୁମେମାନେ ସୂର୍ଯ୍ୟଙ୍କ ଚିତ୍ର କରିନେବ। এইଭଳି ଭାବରେ ମଧ୍ୟ ତୁମେମାନେ କରିନେବ। ଖାଲି ଏଇଠୁ ଦେଖିକି এইଭଳି ମଧ୍ୟ ଗୋଲ ଖାଲି ମଧ୍ୟ କରିନେବ ହେଲା। ତୁମେମାନେ ଭଲ ଭାବରେ କରିବ। ତାପରେ ଖ, ସୂର୍ଯ୍ୟ ପୃଥିବୀ ଠାରୁ କେତେ କିଲୋମିଟର ଦୂରରେ ଅବସ୍ଥିତ? 1.8 ନିୟୁତ କିଲୋମିଟର, ନା 2.5 ନିୟୁତ କିଲୋମିଟର, ନା 5.1 ନିୟୁତ କିଲୋମିଟର, ନା 1.5 ନିୟୁତ କିଲୋମିଟର। ତାହେଲେ ଏହାର ସଠିକ୍ ଉତ୍ତର 1.5 ନିୟୁତ କିଲୋମିଟର। ତାହେଲେ ଏଇଠି ତୁମେମାନେ ସୂର୍ଯ୍ୟଙ୍କ ଚିତ୍ର କରିବ ହେଲା, ଭଲ ଭାବରେ ଗୋଲ କରିବ। ଗ, ଭାସ୍କର କହିବା ଅନୁସାରେ ସୂର୍ଯ୍ୟ କ'ଣ ଅଟନ୍ତି? ଥଣ୍ଡା, ନା ଗରମ, ନା ନରମ, ନା ଟାଣ? ତାହେଲେ ପିଲାମାନେ କ'ଣ ଗରମ ନା ନାହିଁ ସୂର୍ଯ୍ୟ, ତେଣୁ ଏଇଠି କ'ଣ କରିବ? ଗୋଲ ହିଁ ବୁଲେଇବ ହେଲା। ଏଇଠି ତୁମେମାନେ ଗୋଟେ ସୂର୍ଯ୍ୟଙ୍କ ଚିତ୍ର କରିବ। ନେକ୍ସଟ, ଘ, ଆଦିତ୍ୟ L1 ସୂର୍ଯ୍ୟଙ୍କର କେତୋଟି ରଙ୍ଗୀନ ପ୍ରତିଛବି ପଠାଇଛି? 8, 7, 10, 11। ତାହେଲେ ପିଲାମାନେ ସଠିକ୍ ଉତ୍ତର 11। ତେଣୁ ଏଇଠି ତୁମେମାନେ କ'ଣ କରିବ? ସୂର୍ଯ୍ୟଙ୍କ ଚିତ୍ର କରିବ। ବୁଝିହେଲା? ନେକ୍ସଟ ଆଗକୁ ଯିବା। ସମୁଦ୍ରର ରହସ୍ୟ ଜାଣିବା ପାଇଁ କେଉଁ ଯାନଟି ନିର୍ମାଣ କରାଯାଇଛି? ଆଦିତ୍ୟ L1, ନା ଅଗ୍ନି1, ନା ମତ୍ସ୍ୟ 6000, ନା ପୃଥିବୀ 2? ତାହେଲେ ପିଲାମାନେ ଏହାର ସଠିକ୍ ଉତ୍ତର ହେଇଯାଉଛି ମତ୍ସ୍ୟ 6000। ତାହେଲେ ତୁମେମାନେ ଏଇଠି ଗୋଟେ ସୂର୍ଯ୍ୟଙ୍କ ଚିତ୍ର କରିବ। ବୁଝିହେଲା? ତାପରେ ଆଗକୁ ଯିବା। 2 ନମ୍ବର, ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ବ୍ୟବହାର କରି ଖାଲି ସ୍ଥାନ ପୂରଣ କର। ତାହେଲେ এই ଶବ୍ଦ ଗୁଡ଼ିକୁ ନେଇକି ଆମେ ଖାଲି ସ୍ଥାନ ଗୁଡ଼ିକୁ ଆମେ କ'ଣ କରିବା? ପୂରଣ କରିବା। କ, ସୂର୍ଯ୍ୟ କିରଣ ଆମକୁ ଡ୍ୟାସ୍ ଲାଗେ? ତାହେଲେ ପିଲାମାନେ କ'ଣ ଲାଗେ? ଉତ୍ତପ୍ତ ଲାଗେ ନା ନାହିଁ? ତେଣୁ ଲେଖିବ ଉତ୍ତପ୍ତ ଲାଗେ। ସୂର୍ଯ୍ୟ କିରଣ ଆମକୁ ଉତ୍ତପ୍ତ ଲାଗେ। ଖ, ଆଦିତ୍ୟର ଅର୍ଥ ଡ୍ୟାସ୍? ତାହେଲେ ଆଦିତ୍ୟର ଅର୍ଥ ହେଉଛି ପିଲାମାନେ କ'ଣ? ସୂର୍ଯ୍ୟ ହେଲା, ଲେଖିନେବ ସୂର୍ଯ୍ୟ। ନେକ୍ସଟ, ସୂର୍ଯ୍ୟ ହେଉଛି ମୁଖ୍ୟତଃ ହାଇଡ୍ରୋଜେନ୍ ଓ ଡ୍ୟାସ୍ ଦ୍ୱାରା ଗଠିତ? ତାହେଲେ ହାଇଡ୍ରୋଜେନ୍ ଆଉ ହିଲିୟମ୍ ହେଲା, ହିଲିୟମ୍ ଦ୍ୱାରା ଗଠିତ। କିଏ ପିଲାମାନେ? ସୂର୍ଯ୍ୟ। ଘ, ସୂର୍ଯ୍ୟ ବିଷୟରେ ସୂଚନା ଦେଉଥିବା ମହାକାଶ ଯାନର ନାମ? ତାହେଲେ ମହାକାଶ ଯାନର ନାମ ହେଉଛି ପିଲାମାନେ କ'ଣ? ଏଇଟା ହେଇଯିବ L1, ଆଦିତ୍ୟ L1 ହେଲା। ଲେଖିଦେବ ଏଇଠି
ଆଦିତ୍ୟ L1। ଓକେ, ଆଗକୁ ଯିବା। ତ ଆସ ଚିନ୍ତା କରିବା ଓ ଲେଖିବା। ତ ଏଠି ଦେଖ ଦେଇଛି କେମିତି ସୁନ୍ଦର ଚିତ୍ର ଦେଇଛି ଆଉ କଥାବାର୍ତ୍ତା ହେଉଥିବାର ମଧ୍ୟ ନଜର ଆସୁଛି। ତ ଏଇଠି ଦେଖ ପିଲାମାନେ, ସୂର୍ଯ୍ୟ କହୁଛନ୍ତି କଣ, ହେ ତୁମେ କିଏ, ତୁମକୁ କେବେ ଆଗରୁ ଦେଖି ନାହିଁ। ତାହେଲେ ଏଇ କହୁଛନ୍ତି ଯେ ମୁଁ ହଉଛି କଣ, ଆଦିତ୍ୟ 4, ତୁମକୁ ଜାଣିଛି ମୁଁ, ହେଲା। ତାପରେ ସୂର୍ଯ୍ୟ କହୁଛନ୍ତି ତୁମେ କଣ ପାଇଁ ଆସିଛ ବା ତୁମେ ଆସିଛ କଣ ପାଇଁ। ତାପରେ ପିଲାମାନେ ଏଇ ଯନ୍ତ୍ରଟି ଯିଏକି ଆଦିତ୍ୟ 4 ସେ କଣ କହିବ, ସେ କଣ କହିବ, ନିଶ୍ଚିତ ଭାବରେ କହିବ। ଏଠି ଲେଖିବ ପିଲାମାନେ, ମୁଁ ତୁମ ବିଷୟରେ, ଏଠି ଲେଖିଦବ, ମୁଁ ଏଠି ବଡ କରି ଲେଖିଦଉଛି, ହେଲା। ତୁମ ବିଷୟରେ ଅଧ୍ୟୟନ କରିବାକୁ ଆସିଛି। ଅଧ୍ୟୟନ, ଏଇ ଜାଗା ହଉନି ପିଲାମାନେ, ତୁମମାନେ ଏଠି ଲେଖିଦବ, ହେଲା। ମୁଁ ତୁମ ବିଷୟରେ ଅଧ୍ୟୟନ କରିବାକୁ ଆସିଛି। ତ ଆଉ ଥରେ ଲେଖିଦଉଛି, ମୁଁ ତୁମ ବିଷୟରେ ଅଧ୍ୟୟନ କରିବାକୁ ଆସିଛି, ହେଲା। ଏମିତି ଲେଖିନେବ। ନେକ୍ସଟ ଦେଖ, ସୂର୍ଯ୍ୟଙ୍କର ବିଭିନ୍ନ ନାମ ସଂଗ୍ରହ କରି ଖାଲି ଥିବା କୋଠରୀରେ ଲେଖ। ତ ସୂର୍ଯ୍ୟଙ୍କର ବିଭିନ୍ନ ନାମ ଆମେ ଜାଣିଛେ ନା ନାଇଁ, ତ ସେଗୁଡ଼ିକୁ ଆମେ ଲେଖିବା। ଯେମିତି ଗୋଟେ ଦେଇଦେଇଛି, ଯେପରି ସୂର୍ଯ୍ୟ, ତାଙ୍କୁ ମଧ୍ୟ କଣ କୁହାଯାଏ, ଆଦିତ୍ୟ। ତ ସେଇଭଳି ବାକି କଣ କୁହାଯାଏ ଲେଖିବା। ତ ଆମେ ରବି ମଧ୍ୟ ପିଲାମାନେ କହିଥାଉ, କଣ, ରବି ଲେଖିବ। ନେକ୍ସଟ ଦିବାକର ମଧ୍ୟ ସୂର୍ଯ୍ୟଙ୍କୁ କୁହାଯାଏ, ଦିବାକର। ଆହୁରି ମଧ୍ୟ କୁହାଯାଏ ଦିନ ବନ୍ଧୁ, ଦିନ ବନ୍ଧୁ। ତୁମେ ମାନେ ଏଇ ସୂର୍ଯ୍ୟ ଭିତରେ ଲେଖିବ, ବୁଝିହେଲା, ଦିନ ବନ୍ଧୁ। ତାପରେ ଆହୁରି ପିଲାମାନେ କୁହାଯାଏ ସୂର୍ଯ୍ୟଙ୍କୁ ତପନ, ଆହୁରି ମଧ୍ୟ ଭାସ୍କର ମଧ୍ୟ କୁହାଯାଏ ପିଲାମାନେ ସୂର୍ଯ୍ୟଙ୍କୁ, ଭାସ୍କର। ତା ସହିତ ଆଉ ଗୋଟେ ଲେଖିବା ପିଲାମାନେ, ଦିନକର ବି କୁହାଯାଏ ସୂର୍ଯ୍ୟଙ୍କୁ, ଦିନ କର, ବୁଝିହେଲା। ତୁମେ ମାନେ ଏମିତି ଲେଖିନବ। ଦେଖ ସୂର୍ଯ୍ୟଙ୍କର କେତେ ଗୁଡିଏ ନାମ ହେଇଗଲା, 1 2 3 4 5 6 7ଟି, ହେଲା। ତୁମେ ମାନେ ଏଗୁଡ଼ିକ ମନେ ରଖିବ। ତୁମ ପାଇଁ କାମ, ସୂର୍ଯ୍ୟର ଏକ ଚିତ୍ର ଅଙ୍କନ କରି ରଙ୍ଗ ଦିଅ। ତାହେଲେ ଏଇଠି ତୁମେ ମାନେ ଗୋଟେ ସୁନ୍ଦର ବଡ ସୂର୍ଯ୍ୟଟିଏ ଅଙ୍କନ କରିବ ଆଉ ରଙ୍ଗ ଦେବ, ବୁଝିହେଲା। ତ ଏଇଠି ତୁମମାନଙ୍କର ସରିଯାଇଛି ପ୍ରଶ୍ନ ଉତ୍ତର ଗୁଡ଼ିକ। ଆଶା କରୁଛି ଭିଡ଼ିଓଟି ହେଲ୍ପଫୁଲ୍ ହେଇଥିବ। ପିଲାମାନେ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଏଇଭଳି ଭିଡ଼ିଓ ପାଇବା ପାଇଁ ସବସ୍କ୍ରାଇବ କରିଦେବ ଆଉ ସାଙ୍ଗମାନଙ୍କୁ ସେୟାର କରିବ। ଆଉ ତୁମେ ମାନେ କେଉଁ କେଉଁ ଜିଲ୍ଲାରୁ ମୋ ଭିଡ଼ିଓକୁ ଦେଖୁଛ ମୋତେ କମେଣ୍ଟରେ ଜଣେଇବ। ମୁଁ ତ କରୁଛି ତୁମମାନଙ୍କ ପାଇଁ ଭିଡ଼ିଓ କେନ୍ଦ୍ରାପଡ଼ା ଜିଲ୍ଲାରୁ, ହେଲା, କେନ୍ଦ୍ରାପଡ଼ା ଜିଲ୍ଲାରୁ। ତ ତୁମେ ମାନେ କେଉଁଠୁ ଭିଡ଼ିଓ ସବୁ କେଉଁ ଜିଲ୍ଲାରୁ ଦେଖୁଛ ମୋତେ କମେଣ୍ଟରେ ଜଣେଇବ। ମନେ ରହିଲା? ଥ୍ୟାଙ୍କ ୟୁ।